So hello guys, welcome back to my channel and ଆପଣଙ୍କୁ ପୁଣି ସ୍ୱାଗତ କରୁଛି ମୋ ଆଉ ଏକ ନୂଆ ବ୍ଲଗ୍ରେ। ସୋ ଫ୍ରେଣ୍ଡସ୍ ବର୍ତ୍ତମାନ ମୁଁ ଡ୍ୟୁଟିରୁ ବର୍ତ୍ତମାନ ଫେରିଲି ଆଉ ପୁରା ଟାୟାର୍ଡ ହେଇଛି। ଆଉ ତାହେଲେ ଆଜି ମାନେ ଏପଟେ ରଶ୍ମି ବି ଆଜି ରାଗି ଯାଇଛନ୍ତି କାହିଁକିନା ଆଜି ଆକ୍ଚୁଆଲି ତାରିଣୀ ବ୍ରତ ଥିଲା ଆଉ ମୁଁ ଗୋଟେ କାମରେ ବ୍ୟସ୍ତ ରହିକି ମୁଁ ତାଙ୍କୁ ନେଇ ବି ପାରିଲିନି। ସେଥିପାଇଁ ସେ ଆଜି ନିଜେ ଗଲେ ପଳେଇଲେ टेम्पोरे गले टेम्पो निजे पहले ता सागरे टेम्पो वाला आम ड्राइवर ठीक टाइम फोन उठेलानी आउ से टेम्पोरे न आसिक पुणी आदर भड़ा करके से आसले है तो एमती से किसी नहीं एक जहाँ लगे लगे दूर एपटे एक काम पे से आहरी लगे तो चलते देखा घर को गले कौन हो एक्शन पहुँची कौन कर कौन ना मुंड काम कले तो देखा तो बाइक भी बर्तमान रखीदे पापू तो ये बसी सिस्टम मना शो पड़ी गलू गलू कौन हाँ कौन सेमती कहनी माने अनाव टे आड़े रागुच ना कौन कौन है कौन कौन रागिला वाला कहीं मुड़ कर रागने रागुच कौन एमती रागने सॉरी देख काम रहा कौन कर कौन हाथ चढ़ दो अनेक कथा कहबनी हाँ एमती कहले हम ना हाँ ये देख भूलला ए गलो रागन ना चलो चलो खाए दिन में खाई पुणी मोबाइल देखिए तो एते भी राग फोन ने अना तो टे एत रागे कहीं काची काची कर सब आराम से कर शुण ना बोलो ए धन शुण ना जाओ जाओ कैसी का जल्दी राग ने अनुन कम कहीं कौन ना ना ड्यूटी फेरी जाए देखा का तुम आटलिस्ट टे थंडा तो होता भावुली देखला तुम रागी गच मत भल लगुनि ड्यूटी आसला हाँ टे तुम देखले भल लगे टे हंसता देखला तुम्हें टिके मन जाओ हाँ अन अन एते रागुनि लो मुह फुल ना एमती मुह फुल ने हाथ तो मारो
ମୁଁ ଗୋଟେ ଡ୍ରେସ୍ ଚେଞ୍ଜ କରି ଆସୁଛି, ଯାଉଛି। ଏତେ ବି ରାଗନି ବୋଲୁ, ଏତେ ରାଗନ୍ତୁନି, ଭଲ ତ ରାଗନ୍ତୁନି ଜାଣିଛ ନା। ତା ପାଇଁ ଆଜି ପର୍ଯ୍ୟନ୍ତ ଭଲ ହିଁ ହେଇପାରିଲିନି। ଏ ବାବରେ ଏତେ ବଡ଼ କଥା କହୁଛ ଖାତରେ, ଏମିତି କହୁଛ କାହା ପାଇଁ ଭଲ ପାଇନି ଏମିତି କହୁଛ। ଯେ ଅନେକ କଲେ କ'ଣ ହବ। ମୁଁ ଡ୍ରେସ୍ ଚେଞ୍ଜ କରି ଆସୁଛି, ହଁ ଶୁଣତ ନା, ଡ୍ରେସ୍ ଚେଞ୍ଜ କରି ଆସୁଛି। ସରି, ସାଙ୍ଗେ ସାଙ୍ଗେ ଆସୁଛି ହେଲା। ତ ଫ୍ରେଣ୍ଡସ୍ ଦେଖିଥିବେ କି ଭାଇ ସେ ବହୁତ ଜୋରସେ ରାଗି ଯାଇଛନ୍ତି, କ'ଣ କରିବି ମୁଁ ଜାଣିପାରୁନି। ମାନେ ଏମିତିକି ଦିନ ବେଳେ ଆକ୍ଚୁଆଲି ମାନେ କାମ ବି ମୋର ରହିଗଲା, ଏମିତିକି ମୁଁ ଆଉ କାମ ଛାଡ଼ିକି ବି ଯାଇପାରିନି। ତ ଏପଟେ ସେ ରାଗି ପ୍ରବଳ ପଞ୍ଚମ, ତାପରେ ଏପଟେ ସେଇଟା ମୋ ଡ୍ୟୁଟି ବି ଦୁଇଟା ଡ୍ୟୁଟି ମୋର, ଆଉ ନା ମୁଁ ଡ୍ୟୁଟି ଛାଡ଼ିକି ଯାଇପାରୁଛି ନା କ'ଣ କରିପାରୁଛି ହେଲା। ତାପରେ ସେଇ ସମୟରେ ଆମ ଟେମ୍ପୋକୁ ଫୋନ୍ କଲି, ଟେମ୍ପୋ ବାଲା ସିଏ ତାର ମାନେ ଅଲରେଡ଼ି ସେ କଲ୍ରେ ଥିଲା, ସେ ଆସିପାରିଲା ନାହିଁ, ସେଥିରେ ରାଗ ହେଲା। ତାପରେ ସିଏ କ'ଣ ହେଇଛି ନା ନିଜେ ପଳେଇଲେ, ତାପରେ ଟେମ୍ପୋରେ ଭଡ଼ା କରିକି ପଳେଇଲେ। ଆଉ ବହୁତ ଜୋରସେ ରାଗିଥିଲେ ଭାଇ, ବହୁତ ଜୋରସେ ରାଗିଛନ୍ତି। ଏବେ ତକ ରାଗିଛନ୍ତି, ମାନେ ମୁଁ ତ ଭାବୁଛି ଶାନ୍ତ ହେଇଛି, ଦେଖିଲାକୁ ଆସିଲା ବେଳକୁ ତ ଦେଖିଛେ ମାନେ ଝିଡ଼ିକି ମିଡ଼ିକି ହେଉଛନ୍ତି। ଆକ୍ଚୁଆଲି ମୋର ବି ଟିକେ ମିଷ୍ଟେକ୍ ରହିଗଲା। ଆକ୍ଚୁଆଲି ମୁଁ ଆଜି ସକାଳୁ ଯଦି କାମ ନ କରିଥାନ୍ତି ତାହେଲେ ମୋର ଫୁଲ୍ ସମୟ ହେଇଥାନ୍ତା, ଆଉ ମୋତେ ବି ସୁବିଧା ତାଙ୍କୁ ମାନେ ନେବା ଆଣିବା ପାଇଁ ବି ସୁବିଧା ହେଇଥାନ୍ତା। ଆଉ ଏପଟେ ନିଜ କାମ ରହିଗଲା, ସବୁ କାମ ରହିଗଲା, ଆଉ ଇଆଡ଼େ ଲେଟ୍ ବି ହେଲା। ସେ ସେଇ ସକାଶ ମାନେ ସେଇଥିପାଇଁ ହିଁ ସେ ରାଗିକି ସେତେବେଳେ ପୁରା ଫାୟାର ହେଇକି ଅଛନ୍ତି। କରିବୁ ତ କରିବୁ କ'ଣ ନା ବର୍ତ୍ତମାନ, କାହିଁକିନା ସେ ତ ପୁରା ରାଗି ଯାଇଛନ୍ତି, କ'ଣ କହିବି ଆଉ। ଏପଟେ ତାଙ୍କୁ ମନେଇବାକୁ ଚେଷ୍ଟା କରୁଛି, ଦେଖିବା କ'ଣ ହେଉଛି। ଆଉ କ'ଣ କରିବୁ, 10ଟା ବେଳେ ଆସିଲି, ଇଆଡ଼େ ଡ୍ୟୁଟିର ସରିଲା, ଏବେ ଆସିଲି। ଆଉ ଦେଖିବା କ'ଣ ହେଉଛି। ମୁଁ ଯାଉଛି ଦେଖିବା ତାକୁ, ଜଷ୍ଟ ଏବେ ଡ୍ରେସ୍ ଫ୍ରେସ୍ ସବୁ ଚେଞ୍ଜ କଲି, ଆଉ ଯାଉଛି ତାକୁ ଏକାଥରେ ତାଙ୍କୁ ମନେଇବାକୁ ଚେଷ୍ଟା କରିବି। ତା ସାଙ୍ଗରେ ଦେଖିବା କ'ଣ କରିବା ଗୋଟେ, ଦେଖିବା ହେଲା। ଏତେ ଦୂର ରାଗିଯିବ ମୁଁ ଭାବିନଥିଲି, ମାନେ ମୁଁ ଇମାଜିନ୍ କରିନି ଏତେ ରାଗିଛନ୍ତି ହେଲା। ସେ କେବେ ଏମିତି ରାଗନ୍ତିନି। ଆକ୍ଚୁଆଲି ସିଏ ମାନେ ଟିକେ ଠାକୁର ଫାକୁର ପ୍ରତି ଯେଉଁ ରହିଲାନି ହେଲା, ମାନେ ଯେ ପୂଜା ପାଠ ସେ ଉପରେ ଟିକେ ସେ ଟିକେ ମାନେ ବେଶୀ ମାନେ ସେଇ ଟାଇପ୍ର ସେ ଲୋକ, ଟିକେ ପୂଜା ପାଠ ଲୋକ। ଆଉ ଖାସ ଏଇ ଗଲା ତ ସେମିତି ଥର ହେଇଥିଲା, ଯେଉଁଟାକି ମୁଁ ଆପଣଙ୍କୁ ଔଷଧ କହିନି ଭିଡ଼ିଓରେ। ଗଲା ତ ସେମିତି ଗୋଟେ ହେଇଥିଲା, କେବେ ଗୋଟେ ଏମିତି ପୂଜା ପର୍ବ କ'ଣ ଥିଲା, ଏଇମିତି ଟିକେ ଭାଇ ଲେଟ୍ ହେଇଗଲା, ଭାଇ ଫସିଗଲି ପୁରା। ଆଉ ରାଗିକି ପୁରା ମୁହଁ ଶୁଖେଇକି ପୁରା ନାଲ କରିକି ପୁରା ରହିଲେ ହେଲା। ବହୁତ କଷ୍ଟରେ ତ ମନେଇଥିଲି ହେଲା। ତ ଯାଉଛି ଦେଖିବା, ଟ୍ରାଏ କରି ଦେଖିବା ଆଜି କ'ଣ ହେଉଛି। ଆଉ ସେ ତ ରାଗିଛନ୍ତି, କ'ଣ କରିବି ଭାଇ, ମୋ ମୁଣ୍ଡ ଖରାପ ହେଲାଣି, କ'ଣ କରିବି ହେଲା। ମୁଁ ଯାଏ ତକୁ ହେଲା। ତାପରେ ଆଜି ସେ ଦିନ ସାରା ଉପାସ ହେଉଛନ୍ତି, ଦିନ ସାରା ଉପାସ ଅଛି ହେଲା। ମାନେ ନା ପାଣି ଫାଣି କ'ଣ ଛୁଇଁନ୍ତି, କିଛି ଛୁଇଁନାହାନ୍ତି ହେଲା। କ'ଣ କରିବୁ ମାନେ ମୁଁ ଯାଉଛି ତକୁ, ଗଲେ ତାପରେ ଦେଖା ହବ କ'ଣ ହେଉଛି କ'ଣ ନାହିଁ। ଏଠି ସବୁ କପଡ଼ା ସବୁ ଖିନଭିନ ପଡ଼ିଛି, ଏସବୁ ଦେଖିବା। ଆମ ଧୂପକାଠି ଗୋଟେ ସବୁ କାମ ସବୁ ହେଇଛି ହେଲା, ସବୁ ସାଇଡ଼୍ କରେ। ବର୍ଷା ହେଇଥିଲା ବୋଧେ ନା କ'ଣ, ଓଦାଳିଆ ସବୁ ଅଛି କପଡ଼ା ସବୁ, ସବୁ କପଡ଼ା ସବୁ ପଡ଼ିଯାଉଛି ଟିକେ। କାଠି ଗୁଡ଼ା ସବୁ ଶୁଖା ହେଇଛି, ଶୁଖି ନାହିଁ ବୋଧେ ଏକା। ଫ୍ୟାନ୍ ଫ୍ୟାନ୍ ବି ସବୁ ଚାଲିଛି, ଦେଖିବା ଯାଦବକୁ। ମେସିନ୍ଟା ବି ବନ୍ଦ ସବୁ ଅଛି, ଟେନସନ୍ ଯେ ଥାଉ ବନ୍ଦ ଅଛି। କ'ଣ ହେଲା ଏମିତି କୁହନି, ରାଗନି। ଓଦା ଥା ତ ମୁଁ ଆଉ କିଛି କଲିନି, ପଡ଼ିଛନ୍ତି। କେତେ ଦୂର ମୁଁ ବାଗେଇ ରଖିବି, ତମେ ସବୁ ଆଣି ଗଦା କରିଦଉଛ। ସରି, ତମେ ଏତେ ରାଗୁଛ କ'ଣ କହିଲ?
ମୁଁ ରାଗୁନି ତମେ ବାଡି ଦେଇକି ଯାଅ ଖାଇବା ମୁଁ ଖାଇବିନି ଆଉ। ଏମିତି କୁହନି। ସରି। ବସିଲ କଣ ପାଇଁ? ଟାଇମ ଜଣା ପଡୁନି ତମକୁ? ଦେଖନି କେତେଟା ଟାଇମ ହେଲାଣି? 11:30 ହେଲାଣି। ମୁଁ ଗୁଲୁରିଟା ଗୁଲୁରିଟା ଆଉ କଣ କହିବି ଏମିତି ତ ମନେ ମୋ ଗୁଲୁରିଟା ମୋ ଗୁଲୁରିଟା। ଛାଡ ମତେ ଅଧିକା ରାଗନି। କଣ ହେଇଛି କଣ ହେଇଛି କଣ ହେଇଛି ଛେନା ଗୁଡ କଣ ହେଇଛି ହେଇଛି ଛାଡ ନା। କଣ ହେଇଛି? ଗୁଲୁ ମୁଲୁ ଦିନ ଆମେ ପା ଗୁଲୁ ମୁଲୁ ତମେ ଗୁଲୁ ମୁଁ ମୁଲୁ ଯାଅ ହେଲା। ମୋର ଦରକାର ନାହିଁ କିଛି ଗୁଲୁ ଏଇ ତ ହସିଲ ଆଉ ହସି ତ ଫସି ଆଉ ହେଲା। କଣ ହସି ତ ଫସି ହଉ ମୁଁ ହସିବିନି ଯା। ନା ନା ହସଲ ହସିଲା ଭଲ। ସରି ଲୋ ସରି 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 ଏତେ ବି ରାଗନି ହେଲା। ହାଁ ଏତେ ରାଗୁଛ କଣ ବେ? କଣ ରାଗିବିନି ରାଗିବିନି କଣ କହୁନି ସକାଳୁ ତମକୁ କଣ କ୍ୟାମେରା ଟା କଣ କନି ଖାଲିକି ହଉଛ? ସକାଳୁ ବା ମୁଁ ତମକୁ କହୁଛି ଚାଲ ଟିକେ ମନ୍ଦିର ଯିବା 24 ଘଣ୍ଟା ଫୋନ ହେଲା। ସରି ବା ଦେଖ କହିଲା। ତମ ବିନା ମୁଁ ଏକା ବି କାମ କିଛି କରିପାରିବି। ଦେଖିଦବ ହେଲା ମୁଁ କାଲି ବ୍ଲଗ ଛାଡିବି ମୁଁ ଭିଡିଓ କରିକି ଆଣିଛି ବୁଝିଲା। ମୁଁ ମାନେ ଯିବାକୁ ତୁ ନେଇକି ପୁରା ଲାଷ୍ଟ ପର୍ଯ୍ୟନ୍ତ ମୁଁ ବ୍ଲଗ କରିକି ଆଣିଛି ତମ ଦେଖେଇବି ହେଲା। ଚାଲ ଖାଇବା ଚାଲ। ରାଗିକି ଡାକତ ନାଇଁ। ମାନେ ମୁଁ ଏପର୍ଯ୍ୟନ୍ତ ଥରେ ପଚାରିଲନି ନା କଣ ଖାଇଲଣି ବୋଲି? ହଁ ମୁଁ ଜାଣିଛି ତମେ ପୁରା ଉପାସ ନିର୍ଜଳା ଉପାସ କରୁଥିବ ଆଜି। ସେଥିପାଇଁ ଆସୁ ସାଙ୍ଗେ ସାଙ୍ଗେ ପଚାରିଦେଲ ନା କଣ ଖାଇଛ ବୋଲି। ପାଦୁଆଟେ ପିଇଲିନି ନା ସେମିତି ଦିନ ସାରା ଅଛି। ଶୁଣ ସବୁବେଳେ ତମ ପାଖରେ କାମ ଥିବ ପଇସା ଥିବ ସମୟ ଥିବ ହେଲା କିନ୍ତୁ ସମସ୍ତେ ଥିବେ କିନ୍ତୁ ଜଣେ ଥିବନି ହେଲା ସେତେବେଳେ ଭାବିବ ଚୁପ ସେମିତି କୁହନି। ହଁ ସେମିତି କହୁନି। ମୋ ଚାଲୁନ ସୁନା ରାଗନି ନା ମୁଁ ରାଗୁନି ଆଉ। ରାଗୁନ ତ। ତମ ମୁହଁକୁ ଦେଖିଲା ବେଳକୁ ରାଗ ସବୁ ଭୁଲି ଯାଉଛି। ସରି ଲୋ ସରି। ଚାଲ ଚାଲ। ତ ଫ୍ରେଣ୍ଡ ଦେଖିପାରୁଥିବେ ଫାଇନାଲି ସେ ମାନିଗଲେ ମାନେ ମୁଁ ତାଙ୍କୁ ମନେଇ ଦେଲି ହେଲା। ମୋ ଗୁଲୁରି ମୁଲିଟା ହେଲା ତ ମୁଁ ଏପର୍ଯ୍ୟନ୍ତ ପାଦୁଆ ବି ଟିକେ ପିଇନି ଅପେକ୍ଷା କରି ଚାଲ ରହିଛି ମୁଁ ହେଲା। ତମକୁ ପାଦୁଆ ଆଣିଛ ନା ହଁ ଅଛି ଚାଲ। ମୁଁ ପିଇ ପାରିବି ନା? କାଇଁ ତମେ ପାପ କରିଥିଲ ନାଇଁ ଯେ ଆଉ ପୁଣି ମୁଁ ଅଲରେଡି ଦିନ ଫିନ ପଳେଇଲାଣି ନା ରାତି ହେଲା। ମୁଁ ପାଇନି ଅଛି ଚାଲ ପାଇବା ଚାଲ ସାଙ୍ଗ ହେଇକି। ରୁହ ମୁଁ ଜୁହାର ହୁଏ ତମକୁ ଜୁହାର ବି ହେଇନି ଦିନ ସାରା ଝଗଡା କରି ତମରି ପାଇଁ ସବୁ ହେଲା ମୋ ଷ୍ଟାର୍ଟିଂରୁ ଉଠିବା କତିରୁ ମତେ ଝଗଡା କରିଛ ମୋ ସହିତ ଅଧିକା କଥା। ସରି ଆଉ ନେକ୍ସଟ ଟାଇମ ୟା ପରଠୁ ଆଉ କିଛି ନାହିଁ ଆଗେ ତମ କାମ ତାପରେ ଯାହା କାମ ହେଲା ଠିକ ଅଛି ଏବେ ଖୁସି। ୟା ପରେ ତମ କାମ ଆଗ ହେଲା ତାପରେ ଆଉ ମୁଁ ଯାହା କାମ କରିବି। ଆଜି ନା ଏତେ ବଡ କେସ୍ ଟା ହେଲା ସେଠି ଯୋଉ ଏଠି କୋଉଠୁ ନୁହଁ ନା ଆମ ମନ୍ଦିର ଯାଇଥିଲୁ ଭଗବାନ ମୁଁ ଡରିକି ପୁରା ଛାନିଆ ହାର ଫାର ପିନ୍ଧିକିଥିନି ହଁ ସୁନା ଜିନିଷ କଣ ହେଇଛି ନା ଆମେ ମନ୍ଦିରରୁ ଆସିଲା ବେଳେ ସେଠୁ ସେ ଯୋଉ ମାନେ ଯୋଉ ରଥ ଉପରେ ଚଢୁଥିଲୁ ଚଢିକି ଜଷ୍ଟ ଆସିକି ଓହ୍ଲେଇ କିଛି ବାଟ ଆସିଛୁ ହେଲା ହୁଁ ଆସୁଛୁ 2-3ଟା ପିଲା ଦୌଡିକି ଆସୁଛନ୍ତି ଆଉ ହେଲା ଆମ ପିଲା ସେ ଛୁଆଟା ଆଚ୍ଛା ଲୋକଟା କହୁଛି କି ଚୋର ମୁଁ କହିଲି କଣ ହେଲା ଏମିତି ପଛ ବୁଲି କଲା 3-4ଟା ଛୁଆ ଦୌଡୁଛନ୍ତି କଣ ସାମାନ୍ୟ ଗୋଟେ ଚଷମା ଟା ନେଇ ଆସିଥିଲେ ସେଠି ଗୋଟେ ଛୁଆଟା ହେଲା ବବୁଲ ଏଜ ର ଛୁଆଟା ଓହୋ ଛୋଟ ଛୁଆଟା ଗୋଟେ ଚଷମା ତାକୁ ନା ଏଡେ ବଡ କନମୂଳେ ଏମିତି ମାଇଲାରେ ମତେ ଏତେ ବାଧିଲା ମୁଁ କହିଥାନ୍ତି ସେଇଠି ମୁଁ କହିଥାନ୍ତି ଏଇ ହଉଛି ତମେ କେତେ ଟଙ୍କା ଚଷମା ଦାମ ମୁଁ ଦେଇଦଉ ତାକୁ ଛାଡିଦିଅ ସତ ମତେ ଭାରି ଦୁଃଖ ଲାଗିଲା ଆଉ ତ ସେ ମତେ ହାତ ଛୋଟ ଯେମିତି ଉଠେଇ ସେ ମତେ ଏକ୍ସାମ୍ପଲ ଦେଖେଇଲା ଭଳିଆ ଲାଗିଲା ମତେ ମାରିଲ ନା ମୁଁ 10 ବଡା ବୁଲିଯିବି ଦେଖୁଛ ନା ସେଇ ଭିଡିଓ ଟା ଯେମିତି ହେଇଛି ମାରିଛ ପାହାରେ 10 ବଡା ସେଟା ଆମର ସବୁ ଷ୍ଟାଫ ଦେଖୁଛେ ସାର୍ ଆଉ ଗାଲଟା କେମିତି ଲାଗିଲା ନାଲି ଫାଲି ହେଇଛି କି ଆମର ସବୁ ଷ୍ଟାଫ ଦେଖିଛନ୍ତି ସେ ଭିଡିଓ ହେଲା ତ ସମସ୍ତେ ଆଉ ସାର୍ ଖାଇବା କେମିତି ହଉଛି ରୋଷେଇବାସ ତେଲ ଫେଲ ଅଛି ନା ତ ମୁଁ ଏ ଶୁଣ ସେଠୁ ଭାଇ କଣ ହେଲା ଶୁଣ ଅଲଗା ପୁରା ତାପରେ କମେଣ୍ଟ ହେଲା ଶୁଣୁନ ସେଠୁ କଣ ହେଲା ତାପରେ ସେଠୁ ଏମିତି ଯେତେବେଳେ ଦୁଃଖ ଲାଗିଲା ତାକୁ ମାରିଲେ ସେଠୁ ସେ ଭୁଲିଗଲେ ସାର୍ ଭୁଲିଗଲା ଆଉ ମୁଁ ଆକ୍ଚୁଆଲି ଆଣିନଥିଲି ମତେ ଶିଖେଇଥିଲେ ସେ ଛୁଆ ଗୁଡାକ ମୁଁ ସେଥିପାଇଁ ମତେ ଦେଇଦେଲେ ପକେଇଦେଲେ ମୁଁ ସେଇଥିପାଇଁ ଧରି ଦୌଡିନି ଆକ୍ଚୁଆଲି ମୋର ଭୁଲିଗଲା ସରି ମୋର ଭୁଲିଗଲା କହି ସେ ଛୁଆଟା ଭାରି କାନ୍ଦିଲା ମନ୍ଦିର ପୁରା ଛୋଟ ଛୁଆଟା ଛୋଟ ଏଜ ମାନେ ଛୋଟ ଛୁଆ ସେମିତି କହିବା କଥା ନୁହେଁ 15-16 ବର୍ଷ ଛୁଆଟା ହେଲା ମୁଁ କହିଥାନ୍ତି ତୋର କେତେ ଟଙ୍କା ଦରକାର ବି ଚଷମା ଗୋଟେ ପାଇଁ
ଦେ ମୁଁ ତୋତେ ପଇସା ତ ଛାଡେ ମୁଁ କହିଥାନ୍ତି ହେଲା ମତେ ମାନେ ଏତେ କଷ୍ଟ ଲାଗିଲା ଭାବି ପାରିବ। ତାପରେ ସେଠୁ ମନା କଲେ ଚାଲ ଯିବା ପାଇଁ ଟିକେ ମେଳା ବୁଲି ପଳେଇ ଆସିବା ହେଲା। ମୁଁ ଯାଇଛି ଏଣ୍ଟ୍ରି କରିଛି ମେଳା ଭିତରୁ ଗହଳି ଲୋକ ଗହଳି ଦେଖିଲି ମୋର ମନେ ପଡୁନି ହେ ଭଗବାନ ମୁଁ ହାର ଫାର ସବୁ ପିନ୍ଧିକି ଯଦି କିଏ ଟାଣିକି ନେଇକି ଦୌଡିଲା ଗଲା ଆଉ ମୁଁ ସରିଲା। ମେଳା ଭିତରେ ମୁଁ ତ ଯାଇପାରିବିନି ଫସିଗଲି ଆଉ କଣ କରିବି ମୁଁ ସେଉଠୁ ପୁଣି ପଳେଇ ଆସିଲା ଆମେ ଆସିଲା ପରଠୁ ମୁଁ ସେଠୁ ଗଲୁ ତମେ ଏତେ କଥା କାଇଁ ପିନ୍ଧିକି ଯାଉଥିଲ ଖାଲିଟାରେ ସେଇ ଜାଗାକୁ ଜମାରୁ ଭିଡ ପରେ ଜାଗା ଜମାରୁ ଯିବନି। ଆରେ ଆମକୁ ଦିନ ଦିପହରେ ଦିନ ଦିପହରେ ନେଇଯାଉଛନ୍ତି। ତମେ ବିଶ୍ୱାସ କରନି ମା ଥିଲାବେଳେ ସେମାନେ ଯାଇଥାନ୍ତି ସକାଳୁ ସକାଳୁ ସେମାନେ ଯାଇଥାନ୍ତି ମର୍ଣ୍ଣିଂ ୱାର୍କ ଯାଇଥାନ୍ତି ବାପା ମା ଚାଲିଥାନ୍ତି ଆଗରେ ସାମ୍ନାରୁ ଗୋଟେ ଲୋକ ଲେଡିଜଟେ ମାନେ ଦିଟା ବାଇକରେ ଆଇଲେ ଏକା ଲେଡିଜ ଟା ତା ବେକକୁ ଘୋଷାଡିକି ନେଇଗଲେ ତାକୁ ହଉଛି ନା ଆଉ ସତ କଥା ମାନେ ଚେନ୍ ସ୍ନାକର ଏଠି ସବୁ ଅନେଇକି ବସୁଛନ୍ତି ତ ସତ କଥା ମୁଁ କେବେ କେବେ ଯଦି ପିନ୍ଧିଛି ମୋ ବାବାରେ ବାବା ମୋ ଆଖି ସାମ୍ନାରେ ଏଟା ଗୋଟେ ମୋ ଲାଇଫର ଏଟା ତ ସେଟା ସେମିତି ଏଇ ଜିନିଷଟା କେବେ ସେ ଜାଗାକୁ ଯିବନି। ତାପରେ ସେଟା ଦୁଃଖ ଲାଗିଲା କିନ୍ତୁ ଦେଖି ଛୁଆଟା କଣ କରିବ ଛୋଟ ଛୋଟ ଛୁଆ ଗୁଡା ନା ତାଙ୍କ ଘର ଲୋକ ବୋଧେ ନା ତାଙ୍କ ଘର ଲୋକ ବୋଧେ କିଏ ସେ ଛୁଆର ତାକୁ ଯେ ରାଗିଲେ ନା ଦୋକାନୀ ବାଲା ମାଇଲା ନା କଣଟା ବୁଝୁଛ କି ଆଉ ସେତେବେଳେ ଦୋକାନୀ ବାଲା ମାଇଲା ସେ ଯାହାହେଲେ ସେ ନେଇ ଆସିছে ଯାହାହେଲେ ମାନେ ଚୋରିରେ ଯିବ ନା ଇଏ ମାନେ କଣ ନର୍ଭସ ହେଇକି ଧରା ପଡିଗଲା ତୁ ଦୌଡି ପଳେଇ ଯାଇଥାନ୍ତି ହେଲା ସେ ରହିଗଲା ସେଠି ସେ ଚଷମା ଯୋଉ ଆଣିଲା ସିଏ ଆକ୍ଚୁଆଲି ଚୋରି କରୁଥିଲା ନା ସେ ଆଉ କାହା ଛଡୁ ନେଇ ଆସିଥିଲା ଚୋରି ମାନେ ସେଠି ସେ ଦୋକାନ ଯା କହିବା କଥା କି ହଉଛି ଚୋର କରି ନେଇଛି କିନ୍ତୁ ସେ ପିଲା କହିବା କଥା ମୁଁ ଆଣିନି ମୋ ଗୋଡ ପାଖରେ ପକେଇଦେଲେ ମୁଁ ଧରିକି ପଳେଇ ଯାଇଥିଲି ଭାରି ଦୁଃଖଦାୟକ ଜିନିଷ ଛାଡ ସେ ସବୁ କଥା ଟପିକ ଉଠେଇବା କଥା ନୁହଁ କାହିଁକିନା ଲୋକ ଦେଖିଲେ କହେ ବାକି ଆମେ କାହା ନାଁ ଧରି କହୁନାହୁଁ ମୁଁ ଶୁଣିଲି ବାକି ମୋ ସହିତ ସେଟା ଘଟିଥିଲା ତେଣୁକରି ମୁଁ କହିଦେଲି ହେଲା ଚାଲ ନା ମୋ ଝାଳକୁ ଦେଖ ତମ ଝାଳ ମୋ ଝାଳ ଦେଖୁନ ମୁଁ ଲାଇଟ ଫ୍ୟାନ ଝରକା ସବୁ ବନ୍ଦ କରି ବସିଛୁ ଚାଲ ଯିବା ଚାଲ ତୁ ମୁଁ ଜୁଆର ହେଇ ପଡେ ସେଥିପାଇଁ ପାଦ ଅପେକ୍ଷା ଜୁଆର ହେଇପଡେ ପାଦ ଯାସ ବାପ ମନେ ମନେ କେତେ ଖୁସି ହେଇଯାଉଛ ଅଲଗା ପ୍ରକାର ଖୁସି 32 ଟା କଥା ଦେଖିଛ ଆକ୍ଚୁଆଲି ଏ ଖୁସିଟା କେବେ ଆଉ ତ ଦେଖା ହେବ ନା ଯୋଉଦିନ ମୁଁ ଶକ୍ତିମାନ ହେବି ହେଲା ଆଉ ଦାନ୍ତ କଣ ପାଇଁ ଦେଖୁଛ ମୁଁ ଜୁଆର ହୁଏନି କି ନା ହୁଏ ଲୋ ହୋ ମନା କରୁଛି ଡେଲି ସନ୍ଧ୍ୟାବେଳେ ଖୁସି ଲାଗେ ନା ମତେ ଡେଲି ସନ୍ଧ୍ୟାବେଳେ ମୁଁ ଏବେ ପାଣି ପିଉଛି ମାନେ ଦିନ ସାରା ଭାବ ପାଣି ତ ପାଇଁ ମାନେ ଠୁପେ ଛେପ ବିଡି ପିଇଦେ ଟିକେ ପାଣି ପିଇଦେ ଚଲ ବୋତ ବାନ୍ଧିଲ ଦେଖି ପାଦୁକା ପାଇଁ ମୁଁ ପାଣି ଯାହା ହଉ ହଁ ବାଁ ହାତରେ ଜୁଆର ହବନି ନା ବୁଦ୍ଧି ମାନେ ତମର ଅଲଗା ପ୍ରକାର କଣ କରିବା ତୁମେ ତ ମୋ ମୁଣ୍ଡ ଚାଲ ବୁଦ୍ଧି ସୁଦ୍ଧି ସବୁ ଗଲାଣି ଲୋପ ପାଇଗଲାଣି ଚାଲ ତାହେଲେ ମୁଁ ରୁଆଟା ଆଉତି ଦିଅ ଏ ସବ ବିଲେଇ ସହ ରହିଲା କୁ ବଡ ହଇରାଣ କରୁଛନ୍ତି ଏବେ ବିଲେଇ ଖାଇକି ପଳେଇଲେଣି ସବୁ ଘରୁ ସେ ଶୋଇଛି ନା କଣ ହେଇଛନ୍ତି ଗଦ ନା ହେଲା ଖାଲି ଡେଗି ବୁଲୁଛି ଖାଲି ହେଲା ଦିଅ ମତେ ଆଗେ ଦେଇଦିଅ ନା ତମେ ଆଗେ ପିଇ ସାର ପଥ ଯାଇଛି ତ ହେଲା ହଟି ପିଅ ତୁଳସୀ ପତ୍ର ନାହିଁ ତ କାଇଁ କୋଉ କାଳେ ରହିଯିବ କି ଗୋଳ ଫୋଳ ବାଜିବ ନନା ଏତେ ତୁଳସୀ ପତ୍ର ଦେଇ ଦେଇଛନ୍ତି ଭଲ ନେଇ ଆସିଛ ରଥ ବଇଥିଲ ରଥ ବଇଥିଲ
ପଡିଲି ଡର ଲାଗିଲା ଭିତରେ ବା ନା ସେ ଫାଷ୍ଟ ଗଲା ମୁଁ ଉପରେ ଚଢିଗଲି ହେଲା ଯେ ତଳୁ ତଳୁ ଭିତର ଗଲ ନା ସିଡି ଯାଉଥିଲ ସିଡି ବାଟ ସିଡି ନା ଆଗରେ କଣ ନା ଆମ ଭିତର ତଳୁ ଦେଇକି ଯାଉଥିଲୁ ଖାଇବା ଚା ଟିକେ ବୋଲ ନା ଟିକେ ଟିକେ ଚା ଟେ କାହିଁ ଏମିତି କରୁଛ ମୁଁ କରିନି ଟିକେ ଚା ଟେ ଟିକେ ଚା ପ୍ଲିଜ 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 ତା ମନ କଥା ଜାଣିପାରେ ମୁଁ ଆଣିଛି ମୁଁ ଆଣିଥିଲି ତୁମେ ଚା ବନେଇଥିବ ଆଗରୁ ମୋ ପାଇଁ ଭଗବାନ ଭଗବାନ ତ ନାହିଁ କିନ୍ତୁ ଭଗବାନଙ୍କର ଭକ୍ତ ନିହାତି ଥିଲି ହେଲା ତ ଫ୍ରେଣ୍ଡ ଦେଖ ତ ଆମର ଖାଇବା ସବୁ ରେଡି ହେଲା ଆଉ ଗରମ ଗରମ ଖାଇବା ହେଇଛି ରୁଟି ଭଜା ସେଟା ବାପ ଛେନା କିଲୋ ବୁଝୁଛ ତାପରେ ସେଟା ଚାହା ଟିକେ ଭଲ ଲାଗେନି ଅଭ୍ୟାସ ହେଲାଣି ତ ମୁଁ ତ ଖାଲି ବୁଢୀ ବୁଢୀ ଟିକେ ଖାଏ ନହେଲେ ଆଉ କିଛି ଖାଏନି ମୋର ସେତିକି ହିଁ ଭଲ ଲାଗେ ହଁ ତୁମେ କଣ ଖାଇବ ପଣା ବାସ୍ 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 ଗୋଟେ ଫଟୋଟା ଉଠେଇ ଦିଏ କ୍ଲିକ୍ କରିଦିଏ ବାସ୍ ହାତଟା ଉଠେଇ ଦିଅ ବାସ୍ ଭଲ ମସ୍ତ ଲାଗୁଛ ପେଟ ଥଣ୍ଡା ହେଇଯିବ ଏ ପଣା ବନାଉନ ତମେ ଯୋଉ ଇଏରେ ଆମକୁ କହିବ ପଣା ବନା ଅଛି ନା ଏଇଟା ବନେଇବ ନା ମଜା ଆସିଯିବ ଖାଇବା ବୋଧେ ସେଥିପାଇଁ ମୁଁ ନା କହୁଛା କଣ କହିବ ଗୋଟେ ଦାନ୍ତ ଲାଗିଯିବ ହଁ ହଁ ବଢିଆ ଅଛି ତখন ଦେଖୁଛୁ ପଣା ବନେଇଲେ ମାନେ ଅଲଗା ପ୍ରକାର ବନେଇଲେ ଅଲଗା ଲେବୁଲରେ ବଢିଆ ମସ୍ତ ଲାଗୁଥିବ ଛେନା ଫେନା ପକେଇ କରୁଛ ଆଉ ମୁଁ ଖାଇବା ରଖି ଖାଇପାରିବିନି ମୁଁ ଖାଇବା ଆରମ୍ଭ କରିଦିଏ ଭୋକ ଜୋରସେ ଲାଗିଲାଣି ଝିଅ ଖାଇବା ଆରମ୍ଭ କଲେ ମୁଁ ଖାଇବା ଆରମ୍ଭ କରିଦିଏ ତ ଫ୍ରେଣ୍ଡସ୍ ଖାଇ ଖୁଆକି ଆସିଲା ପରେ ଦେଖୁଥିବେ ରଶ୍ମିତାଙ୍କ ସହିତ ବସି କାନ କୁଣ୍ଡଉଛନ୍ତି ବସିକି ହେଲା ତାଙ୍କ କାନଟା ସେ ମାନେ ପୂର୍ବରୁ ଆସିବା ପୂର୍ବରୁ ତାଙ୍କୁ କୁଣ୍ଡେଇ ଲାଗୁଛି ଆଜି ପର୍ଯ୍ୟନ୍ତ କୁଣ୍ଡା ଛାଡୁନି ହେଲା ସେ ତ କାନରେ ତମ କାନରେ କିଛି ନାହିଁ ହେଲା କିନ୍ତୁ ଦେଖିଲା ଖାଲି ତମକୁ କୁଣ୍ଡେଇ ଲାଗୁଛି ତ ଫ୍ରେଣ୍ଡସ୍ ଖାଇ ଖୁଆକି ଆସିଲା ପରେ ଭାଇ ପେଟ ପୁରାପୁରି ଫୁଳିଲା ତିନିଟା ରୁଟି ବନାଉଛି ଏକାଥରେ ଦିଟା ତିନିଟା ଗୁଲା ବନେଇକି ବନେଇଥିବେ ସେଠି ମାନେ ଦିଟା କେତେ ଗୋଟେ ଅଟା ମିଶେଇବେ ସେଟା ଗୋଟେ ରୁଟି ହବ ହେଲା କି ତିନିଟା ଭଲ ରୋଷେଇ କର ବଢିଆ କର ସେଇ ଏଇ ଟ୍ରିକ୍ ଟା ବଢିଆ ଏଇ ଟ୍ରିକ୍ ଟା ହିଁ ବଢିଆ ଟ୍ରିକ୍ ଟା ହେଲା କାରଣ ତମକୁ ବେଶୀ ହଇରାଣ ହେତେ ପଡିବନି ଆଉ ହେଲା ମାନେ କଣ ଏକା ଯୋଉଟା ଦେଖ ତିନିଟା ଚାରିଟା ରୁଟି ମାନେ ମୁଁ କେତେଟା 4-5ଟା ରୁଟି ଖାଏ ସେଇଟା କର ସେ କଣ 4-5 ଥର ମାନେ ହାଡ଼ ତୁ ଆଡ଼ବା ବାହା କରିବା ଆଉଥରେ କିଛି ମୋର ଅଛି ଏସବୁ ଜିନିଷ ମୋର ତ କିଛି ପଡୁନି ଜମା ନାଇଁ ତ ଫ୍ରେଣ୍ଡସ୍
ଏଇ ତୁ କାନରେ କାଇଁ ଲାଗିଛ ମତେ ଏତେ କୁଣ୍ଡେଇ ହଉଛି କାଇଁ ମୁଁ ନିଜେ ବି ଜାଣିନି। କାଇଁ ମତେ ଥଣ୍ଡା ପାଇଁ କଣ ଥଣ୍ଡା ପାଇଁ ନୁହଁ ତୁମ କାନଟା ତ ସୁଲସୁଲ କରୁଛି ରୁହ ରୁହ ମୋ କଣ ହଲାଉନି ପୁରା ଭିତରକୁ ଯାଇଛି। ଆରେ ଏଇଠି ଖାଲି କୁଣ୍ଡେଇ ହଉଛି ମତେ ବହୁତ ଇଚ୍ଛା ହଉଛି। କୁଆଡେ ଏଇ କାନ ଜଷ୍ଟ ଟିକେ ଭିତରକୁ ନାଲୋ ମୋ କାନରେ କଣ ପଶିଛି ଦେଖ କଳା କଳା କଣ ବାହାରିଲା ଦେଖୁଛୁ ନା। ଆରେ କଳା କଳା ନାହିଁ ଏରା ତୁମ ମାନେ ଇଏ କଣ ଏଇ ବା ଦେଖୁନ ମୋ କଳା 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 ଦେଖାଉନି ତମକୁ। ଏ ଡଷ୍ଟ ଗୁଡାକ କି ଡଷ୍ଟ ଏମିତି କାମ ଡଷ୍ଟ। କରୁଛନ୍ତି ନାହିଁ ପୁଣି ଆମ ଇଏ କାମ କରୁଛନ୍ତି ଏ ଭଗବାନ ମୁଁ କାଲୁଣୀ ହେଇଯିବି ରେ ମତେ ଆଉ ତୁମେ କିଛି ତ କଥା ଶୁଭିବନି ଏ ଭଗବାନ। ତମେ ତ ଡେଞ୍ଜର କହୁଛ ଏମିତି କହୁଛ ଗଲା ହୁଁ ମତେ ଆଉ କିଛି ଶୁଭା ଯିବନି ଶୁଭିଯିବନି କହୁଛ ଶୁଭା ଯିବନି ଶୁଭାଯିବନି ନା ଏଇଲୋ ଦିଟା ମୋଟା ମାରତେ ଟିକେ ଓ ହାତ ଦେଇଦିଅ ରୁହ ମୋ କାନ ଫୁଟିକି ଏଠି ଚାରିଫଳ ହେଇଗଲାଣି ତାଙ୍କର ମୁଣ୍ଡ ଚିନ୍ତା ଓ ଶାନ୍ତି ତ୍ରାହି ଏ ଦେଖ ତୁଳାଟା ଜମା ରହୁନି ଆର ତୁଳାଟା କଣ ମୋଟା ହେଇଯାଉଛି ବୋଲି ଓହୋ ସତ କଥା ଏତେ ସୁନ୍ଦର ଲାଗୁଛି କାନ ସୁନ୍ଦର ଲାଗୁଛି ଏପଟ ସାଇଡ ପୁଡିଲା ଦିଅ ଦିଅ ଛାଡ ହଉ ଏବେ ରଖିଦିଅ ଏଣ୍ଡ କଥା फ्रेंड्स ମୋ ମୁଣ୍ଡ ଆସୁନି ତ ମୁଣ୍ଡ ଅଧା ଆସୁନି ତ फ्रेंड्स ଆଜି ଆମେ ବ୍ଲଗଟା ଏଠି ରଖିବା କାହିଁକିନା ଭାଇ ମୁଣ୍ଡ ବହୁତ ବଥା ମୋର ବି ୟାଙ୍କର ବି ବଥା ହଉଛି ଆଉ ମୁଁ ତ ଭାବୁଛି ମେଡିସିନ ଖାଇକି ଶୋଇପଡ଼ିବି ହେଲା ଯୋଉଟା ମୁଣ୍ଡ ବଥା ହଉଛି ଏଇଟା କାମ ଷ୍ଟ୍ରେସ୍ ସବୁ ପ୍ରକାର ଟେନସନ ହେଲାକୁ ମୁଣ୍ଡ ଖରାପ ହୋଇଯାଏ ହେଲା ମୁଣ୍ଡ ବଥା ହଉଛି ଓକେ फ्रेंड्स ଆଜିକା ପାଇଁ ଏଠି ରହିଲୁ ପୁଣି ଦେଖା ହବ ଆଉ ଏକ ବ୍ଲଗରେ ହେଲା ସେଥିପାଇଁ ବର୍ତ୍ତମାନ ପାଇଁ ବିଦାୟ ଦିଅନ୍ତୁ ଆଉ ମତେ ଟିକେ ଶୋଇତେ ଦିଅନ୍ତୁ କାରଣ ମୁଁ ଶୋଇକି ସକାଳୁ ଉଠିଲେ ପୁଣି କାଲିକି କିଛି ନୂଆ ବ୍ଲଗ ଆପଣମାନଙ୍କ ପାଇଁ ଆଉ ଆଣିବା ପାଇଁ ବ୍ୟବସ୍ଥା କରିବେ ହେଲା ନୂଆ ବ୍ଲଗ ଆଣ କି ନା ରାତି ପାଇଁ ମୋ ସହିତ ଝଗଡା କର ଓହୋ ଠିକ ଅଛି ଝଗଡା ତ କରିବେନି ନୂଆ ଭାରି ଏତର ପୁରୁଣା ହେଲେ ଛିଡା ଚାଦର